ଆଜିର ରାଶିଫଳ 23 ଡିସେମ୍ବର 2025 ମସିହା ମଙ୍ଗଳବାର। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ଚନ୍ଦ୍ର ମକର, ନକ୍ଷତ୍ର ଉତ୍ତର ଆଷାଢ଼ ଦିବା 6ଟା 24 ଗତେ ଶ୍ରବଣା, ତିଥି ତୃତୀୟା ଦିବା 12ଟା 19 ଗତେ ଚତୁର୍ଥୀ, ଯୋଗ ବ୍ୟାଘାତ, ସୌର ମାସ ଧନୁ 8 ଦିନ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 22, ସୂର୍ଯ୍ୟାସ୍ତ ସମୟ 5ଟା 10। ସିଂହ ରାଶିର ଘାତ ଚନ୍ଦ୍ର, ମକର ରାଶିର ଘାତ ବାର। ଆଜିର କାଳବେଳା 1:06 ଗତେ 2:28 ମଧ୍ୟରେ, ବାର ବେଳା ଦିବା 7ଟା 43 ଗତେ 9ଟା 5 ମଧ୍ୟରେ। ଆଜି ବିଶୁଦ୍ଧ ବା ଅମୃତ ବେଳା 7ଟା 11 ମଧ୍ୟରେ, 9ଟା 7 ଗତେ 11ଟା 59 ମଧ୍ୟରେ, ରାତ୍ରି 7ଟା 35 ଗତେ 8ଟା 12 ମଧ୍ୟରେ। ବିଶୁଦ୍ଧ ବା ମହେନ୍ଦ୍ର ବେଳା ରାତ୍ରି 5ଟା 30 ଗତେ 7ଟା 33 ମଧ୍ୟରେ। ଆଜି ପୋଟଳ ଖାଇବା ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବହୁ ଦିନ ଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି। ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ। ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରସ୍କାର ଆଣିପାରେ। ଭ୍ରମଣ ସମୟରେ ନିଜର ମୂଲ୍ୟବାନ ଜିନିଷ ଗୁଡ଼ିକକୁ ଯତ୍ନ ରଖିବା ଉଚିତ ହେବ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କିଛି ସମୟ ଧରି ଚାଲିଥିବା ଝଗଡ଼ାର ସମସ୍ୟାକୁ ସମାଧାନ କରି ଶାନ୍ତିରେ ନିଶ୍ୱାସ ନେବେ। ଆପଣ ଘରେ ନ ରହି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ୍ ମଜା କରନ୍ତୁ। ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରି ଦୃଢ଼ କରିଦେବ। ସେହିଭଳି ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଚ୍ଛା କରିବେ, କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ। ଆପଣ ଏ ଦୁଇଟି ମଧ୍ୟରୁ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ, ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ। ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କ ସାହାଯ୍ୟ ମିଳିପାରେ। ଏଥିପାଇଁ ଆପଣ ନିରାଶ ହୋଇ ପଡ଼ିପାରନ୍ତି। ପୂର୍ବରୁ ସଞ୍ଚିତ ଧନନାଶ, ଅଯଥା ବିବାଦ ହେବା କାରଣରୁ ମନ ଭଲ ରହିବ ନାହିଁ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ମଜା ଆରାମର ଦିନ। ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ। ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରେ ମଧ୍ୟରୁ ଆପଣଙ୍କୁ ବହୁତ ଖୁସି ମିଳିବ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କୁ ନିଜର ଚେଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ। ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି। ନିଜର ଚେଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନ ମଜା ନିଅନ୍ତୁ। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟଟା ବୋଧହୁଏ ଆପଣ ଚିନ୍ତାଗ୍ରସ୍ତ ହୋଇ କଟାଉଛନ୍ତି। ବ୍ୟସ୍ତ ନ ହୁଅନ୍ତୁ ନାହିଁ। ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଚିନ୍ତାକୁ ମୁକ୍ତ ହୋଇଯିବେ। ସେହିଭଳିଆ ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ। ଏଥିପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣ ରଖନ୍ତୁ। ଯଦି ଆପଣ ଶାନ୍ତ ରହିବେ, ତେବେ ଭବିଷ୍ୟତରେ ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ। ଆପଣଙ୍କର ଏହି ଅସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ସାମାନ୍ୟ ବିବ୍ରତ ରହିବେ। ଦାୟିତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟ କରିବାର ଅସୁବିଧା ହୋଇପାରେ। ବନ୍ଧୁମାନଙ୍କ ସହ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି। ସେମାନଙ୍କ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ। ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସାହରେ ନିଶ୍ଚୟ ଭାଗ ନିଅନ୍ତୁ, କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।